प्रचार करुछु अतिबड़ी जगन्नाथ दास विरचित श्रीमद् भागवतर 155तम भाग। नारायणं नमस्कृत्य नरं चैव नरोत्तमं देवीं सरतिं व्यासं ततो जयमुदीरयेत्। मूकं करोति वाचां पङ्गुं लङ्घयति गिरिं यत्कृपातमहं वन्दे परमानन्दमाधवम्। मनुष्य काय वाक्य एवं मन द्वारा जो पाप कार्य करे मृत्यु पूर्वर तार गुरुत्व विचार करी प्रायश्चित करने विधेय। प्रायश्चित कथा शुणी परीक्षित मनरे नानाविध संशय उपस्थित होइछि। प्रायश्चित करी मध्य लोके प्रवृत्तिर अधीन होई पुनः पुनः पाप कार्य करिथान्ति। तेणु सुखदेव बुझाउछन्ति पाप क्षय और नरक निवारण पाई अव्यर्थ उपाय अछि। सूर्य जेपरी कुहुड़ी को ध्वंस करे सेमती समुदाय पाप राशि को विनष्ट करिथाए। परीक्षित उवाच मलय चंदन जेसन अग्नि पारुषे जेन्हे हेम गोविंद पादे आश्रय करे तेणु अघति निरहरे। अशेष पाप मान नासे तम जे सने रवित्रासे। हे राजा अघवंत जेहि तपे पवित्र तेड़े नोहि। जेमंत कृष्ण विषये प्राण अर्पिले शुद्ध होए। सुशील साधु जेउ जन नारायण रे परायण। ताहांक भक्ति पथ मान लोक कल्याण कारण। से नित्य थांती परहिते जगत देखे आत्मा गते। सुण राजन परिमाणी कृष्ण विमुख जेते प्राणी। ताहांक तपे जेते फल सकल हुई निष्फल। श्रीकृष्ण पाद पद्म दुई तागुणे अनुरागी होई। ताहार जेउ लय ध्यान निवेदन रे तनु मन। जे का बेले बोले नम स्वप्ने से न देखई जम। जादू तो दंड पास धर न देखे चिन्ह ताहांतर। जे इतिहास पुरातन कहिबा शुण सावधान। विष्णुक दूत जमदूत संवाद अति अद्भुत। स्वभावे दासी पति होई सचार को
ସଂସର୍ଗ ଆଚରି କହିଥବ ଚର୍ଯ୍ୟ ପଡ଼ିଥାଇ କୁଶ୍ଚିତ କର୍ମ ଆଚରଇ ଏମନ୍ତେ କେତେ ଦିନ ଗଲା ତାହାର ପୁତ୍ର ଉପୁଜିଲା ସେ ନଗ୍ରେ ଥାଇ ଦାସୀପତି ପୁତ୍ର ପାଳନେ ସଦାମତି ଚିତ୍ତ ଥାଇ ଅନ୍ୟତ୍ର କେବେ ବାଳକ ସ୍ୱଭାବେ ଅଲ୍ୟଳ ବଚନ କହି ମୃଦୁଳ ତାହାର ଲୀଳା ମାନ ଦେଖି ହରସ କେ ପାରିବ ଲେଖି ଭୋଜନ ଜଳପାନ ଚିତ୍ତ ଦୃଢ଼ ମରଣ କାଳ ଉପଗତ ତକ୍ଷଣେ କରି ଦୃଢ଼ ଚିତ୍ତ ବାଳକ ନାମ ନାରାୟଣ ମତି ନିବେଶ ତକ୍ଷଣ ଯମର ଦୂତ ପାଶ କରେ ମିଳିଲେ ତାର ସମୀପରେ ଉଚ୍ଚ ପୁରୁଷ ଭୟଙ୍କର ବକ୍ରବଦନ ମହାଘୋର ଲମ୍ବଲୋମ ସର୍ବ ଶରୀର ଦେଖି ଅଜାମିଳ କାତର ଦୂରେ ବାଳକ ସଙ୍ଗେ ମିଳି ତାହାର ପୁତ୍ର କରେ କେଳି ଗଭୀର ସ୍ୱରେ ଉଚ୍ଚ କରି ଡାକିଲା ପୁତ୍ର ନାମ ଧରି ଇନ୍ଦ୍ରିୟ ଆକୁଳେ ତକ୍ଷଣ ଡାକିଲା ପୁତ୍ର ନାରାୟଣ ମଲା ଅଜାମିଳ ବ୍ରାହ୍ମଣ ସେ ନାମ କରି ସଂକୀର୍ତ୍ତନ ଯମର ଦୂତେ ଥିଲେ ବେଢି ହସ୍ତରେ ପାଶରଜୁ ଧରି ଶୁଣିତା ମୁଖୁ ନାରାୟଣ ଆସି ମିଳିଲେ ବିଷ୍ଣୁଗଣ ଏମନ୍ତେ ବିଷ୍ଣୁ ଦୂତେ ମିଳି ଗନ୍ଧ ଆଦେ ଦିଗ ପୁରୀ ରୂପେ କି ଦେବା ପଟାନ୍ତର ସୁବର୍ଣ୍ଣ ବେତ ଧରି କର ପୀତ ବସନ ପହରଣ ଦିଶନ୍ତି ଦଗ୍ଧ ସ୍ୱର୍ଣ୍ଣ ବର୍ଣ୍ଣ ସେ ଅଜା ହୃଦୟରୁ ଜୀବକୁ ଆକର୍ଷଣ କରୁ ଯମଦୂତଙ୍କୁ ବିଷ୍ଣୁ ଦୂତେ ବଳେ ନିବାଇଲେ ତୁରିତେ ବୈବସ୍ୱତ ପ୍ରଭୁ ଯାର ସେ ଦୂତ ମାନଙ୍କ ଉପର ପ୍ରହାର କଲେ ବିଷ୍ଣୁ ଦୂତେ ତାଙ୍କୁ କହନ୍ତି ଯମଦୂତେ ବିଷ୍ଣୁ ଦୂତ ମାନଙ୍କୁ କହି ତୁମ୍ଭେ ନିବାର କାହିଁ ପାଇଁ ଧର୍ମ ରାଜାର ଆଜ୍ଞାମାନ କିମ୍ପାଇଁ କରୁଛ ଲଙ୍ଘନ କାହାର ତୁମ୍ଭେ ମାନେ ଦୂତ କାହୁଁ ବା ଅଇଲ ତୁରିତ କିମ୍ପାଇଁ ଆମ୍ଭଙ୍କୁ ନିରୋଧ କିବା ଉତ୍ତମ ତୁମେ ସିଦ୍ଧ କିବା ଦେବତା ତୁମ୍ଭେ ମାନେ ଥାଅ ଦେବଙ୍କ ସନ୍ନିଧାନେ ତୁମ୍ଭର ଚକ୍ଷୁ ପଦ୍ମତୁଲ୍ୟ ବିରାଜେ କିରୀଟ କୁଣ୍ଡଳ ପୁରେ ଲମ୍ବଇ ବନମାଳ ଶୋଭିତ ଜେପିତ ଦୁକୁଳ ସର୍ବଲକ୍ଷଣ ତୁମ୍ଭ ଦେହ ଚାରୁ ଚତ୍ୱାର ଭୁଜ ଶଙ୍ଖ ଚକ୍ର ଗଦା କମଳ ଏଣେ ଶୋଭିତ ଯେ ତୁମ୍ଭର ଧନୁ ଖଡଗ ତୃଣ ସର ଏ ସର୍ବ ଆୟୁଧ ତୁମ୍ଭର ଦିଗ ମାନଙ୍କର ତିମିର ଆତ୍ମକାନ୍ତିରେ କରୁର ଆମ୍ଭେ ଧର୍ମରାଜ କିଙ୍କର କିମ୍ପା ନିରୋଧ ତୁମ୍ଭେ କର କି ହେତୁ ଏମନ୍ତ ଆଚର କହିବା ଆମ୍ଭର ଆଗର ଆମ୍ଭ ମାନଙ୍କୁ ଦୟାବହ କି ହେତୁ କିବା ପରିଚୟ ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 155ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ, ମନ୍ମଥ ମିଶ୍ର, ସେବାରାଣୀ ମହାପାତ୍ର ଏବଂ ସଙ୍ଗୀତା ଗୋସାଇଁ। ବେତାର ସମ୍ପାଦନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା,
ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି।